এবং ଆଜି ତାର ଫାଇନାଲ୍ ଖେଳ CCF ଏବଂ ପୁଲିସ ମଧ୍ୟରେ ହେଉଛି। ଏଇଟା ଦୀର୍ଘ 15 ଦିନ ଧରିକିରି ଆମର ବିଭିନ୍ନ ପଡ଼ିଆରେ ହେଇଥିଲା। ଜିଲ୍ଲାର 16 ଗୋଟି ପଡ଼ିଆରେ ହେଇଥିଲା ଏବଂ ଆଜି ତାର ଫାଇନାଲ୍ ଖେଳ ଗାନ୍ଧୀ ଷ୍ଟାଡିୟମରେ ଉଦ୍ଦେଶ୍ୟ କାଣା ରହିଛି? ଉଦ୍ଦେଶ୍ୟ ହେଲା ଗ୍ରାମାଞ୍ଚଳ ମାନେ ପ୍ଲେୟାରମାନେ ଆସିବେ ଏବଂ ଆମର ସାହାଣୀ ଯେଉଁ ଆଗାମୀ ଦିନରେ କାର୍ଯ୍ୟ ଅନୁଷ୍ଠିତ ହେବ ସେଥିରେ କେମିତି ଭଲ ଟିମ୍ ତିଆରି ହେବ, ଏହା ହେଲା ଆମ ମୁଖ୍ୟ ଉଦ୍ଦେଶ୍ୟ ଏବଂ ଆଗକୁ ଏହା ଏନକରେଜ୍ ହେଲେ ଯେମିତି ଜିଲ୍ଲାରେ ଆଉ ଗୋଟେ କ୍ରୀଡ଼ା ମାହୋଲ ସୃଷ୍ଟି ହେବ। ସେଥିପାଇଁ ଆମେ ଜିଲ୍ଲାର ବିଭିନ୍ନ ପଡ଼ିଆରେ 16 ଗୋଟି ପଡ଼ିଆରେ କରୁଛୁ। କାରଣ ଗ୍ରାମାଞ୍ଚଳରେ କ୍ରୀଡ଼ାର ଉନ୍ନତି ହେଲେ ବଲାଙ୍ଗୀର ଜିଲ୍ଲାର ହେବ, ଓଡ଼ିଶାର ବିକାଶ ହେବ ଏବଂ ଭାରତବର୍ଷର ମଧ୍ୟ ବିକାଶ ହେବ। ସେଥିପାଇଁ କେମିତି ଗ୍ରାମାଞ୍ଚଳର ସବୁ ପ୍ରତିଭାମାନେ ଜିଲ୍ଲା ସ୍ତରକୁ ଆସିବେ, ଜିଲ୍ଲା ସ୍ତରରୁ କେମିତି ରାଜ୍ୟ ସ୍ତରକୁ ଯିବେ ଏବଂ ରାଜ୍ୟ ସ୍ତରରୁ କେମିତି ନ୍ୟାସନାଲ୍ ସ୍ତରକୁ ଯିବେ, ଇଣ୍ଟରନ୍ୟାସନାଲ୍ ସ୍ତରକୁ ଯିବେ, ଏହା ହେଲା ଜିଲ୍ଲା କ୍ରୀଡ଼ା ସଂସଦର ପ୍ରମୁଖ ଉଦ୍ଦେଶ୍ୟ।